and my dear students. We all know why we are gathered today. Why? Farewell. Okay. When you heard farewell, তোমার মাইন্ডে কোন আছে যে তোমার farewell শুনো? দুঃখ দুঃখ What is দুঃখ? ঠিক আছে। Okay, দুঃখ, but it has two meanings. Okay, it means not only sadness but also happiness. It means ତମେ ଫେରୱେଲ କହିଲେ ତମେ ଖାଲି ଗୋଟେ ଦୁଃଖ ଗୋଟେ ମିଟିଂ ବୋଲି ଭାବୁଥିବ ବଟ୍ ଏଇଟା ତମର ଏଣ୍ଡ ନୁହଁ ତାମାନେ ଏଇ ଟାଇମରେ ଆଉ ଗୋଟେ ଜାଗାରେ ତମ ପାଇଁ ୱେଲକମ କରିବା ପାଇଁ ୱେଟ୍ କରିଛନ୍ତି ବୁଝିଲା କି ନାହିଁ ତମେ ଯେ କୌଣସି ଇନଷ୍ଟିଟ୍ୟୁସନ ଯାଅ କି ଯେ କୌଣସି ତମେ ଯୋଉଠି ବି ତମେ ଜଏନ୍ କରିବା ପାଇଁ ଚାହୁଁଛ ତ ସେଇଠି ଏବେ ତମକୁ ୱେଟ୍ କରାଯାଇଛି କେତେବେଳେ ଆମେ ୱେଲକମ କରିବୁ ତ ସେଥିପାଇଁ ଆଗ ଏଣ୍ଡ ବୋଲି ଭାବିବନି କାହିଁକି ଏଇଟା ଏଣ୍ଡ ହବ ତମର ଆଉ ଗୋଟେ ଚ୍ୟାପ୍ଟର ଲାଇଫରେ ଷ୍ଟାର୍ଟ ହେଇଯିବ ଓକେ ତ ମୁଁ ଏଇଆ କହିବି କି ଯେହେତୁ ତମର ଏବେ 3 ବର୍ଷ ସରିଗଲାଣି ତମେ ଏବେ ଡିଗ୍ରୀ ଧରିଲା ଓକେ ତ ତମେ ଏବେ ଡିସାଇଡ୍ କରିବା କଥା ଯେ ତମ ଲାଇଫରେ ରିଏଲି କଣ ଚାହୁଁଛ ବୁଝିଲା କି ତମେ କଣ କରିବା ପାଇଁ ଚାହୁଁଛ ସେଟା ଫାର୍ଷ୍ଟ ତମେ ଡିସାଇଡ୍ କର ତମକୁ ନିଜକୁ ଟାଇମ୍ ଦିଅ 4 ଦିନ 5 ଦିନ 6 ଦିନ ତମେ ପୁରା ଲୋନଲି ତମେ ନିଜକୁ ଟାଇମ୍ ଦିଅ कि मैं ମୋର ଡିଗ୍ରୀ ସରିଗଲାଣି ମୋ ଲାଇଫରେ ମତେ କଣ କରିବା ପାଇଁ ଇଚ୍ଛା ହଉଛି ବୁଝିଲା କି ନାହିଁ ତାପରେ ତମେ କାହା ଇନଫ୍ଲୁଏନ୍ସରେ ଯିବ ନାହିଁ ଏଇଟା ମନେ ରଖିଥା କି ମୋ ସାଙ୍ଗ ଏଇଟା କଲା ମୁଁ ସେଇଟା କରିବି କି ତମ ସାଙ୍ଗ ସାଥୀ କି ତମ ଫ୍ୟାମିଲି ମେମ୍ବର୍ସ କି ଯଦି କହିଥିଲେ କି ନା ତୁ ଏଇଟା ହେଇଯା ବୁଝିଲା କି ତୁ ଡକ୍ଟର हो कि तू इंजीनियर हो ଯାହା ବି କି ବ୍ୟାଙ୍କରେ ଯା କି ଲେକ୍ଚର ତମକୁ ନିଜକୁ ନିଜେ ପଚାରିବ କି ତମେ ନିଜେ କଣ ହବା ପାଇଁ ଚାହୁଁଛ ଯୋଉଥିରେ କି ତମର ସେଲ୍ଫ ସାଟିସ୍ଫ୍ୟାକ୍ସନ ଥିବା କଥା ଓକେ ଯଦି ତମ ଫ୍ୟୁଚରରେ ତମେ ରିଗ୍ରେଟ କରିବନି ଜାଣି ओके कि ମୁଁ କାଶ ସେ ଟାଇମରେ ମୁଁ ଏଇଟା ହେଇଥାନ୍ତି ସେ କହିଲେ ବୋଲି କହିଲି କହନ୍ତି ନା ଜଣେ ଜଣେ ବାବା ମା କହୁଛି ବାବା ମା ତମେ ଏଇଟା କହିଲ ସେଦିନ ମୁଁ ହେଇଥିଲେ ମାନେ ଏତେ ମୁଁ ଖୁସି ନାହିଁ ଜୋରରେ ବୁଝିଲା ସେତେବେଳକୁ ସମୟ ବହୁତ ପଳେଇ ଯାଇଥାଏ ତ ସେଇଥିପାଇଁ ତମେ ଡିସାଇଡ୍ କର ତମକୁ କଣ ଇଚ୍ଛା ଅଛି ତମେ ଚାହିଁବ ଡ୍ୟାନ୍ସିଂ ହଉ ତମର ସ୍ପୋର୍ଟସରେ ତମେ ଯାଇପାର ବ୍ୟାଙ୍କରେ ତମ ଡକ୍ଟର ଇଞ୍ଜିନିୟର ଯାହା ବି ତମେ ଏଜୁକେସନ ଲାଇନରେ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ ଫର ୟୁର ବ୍ରାଇଟ୍ ଫ୍ୟୁଚର କିପ୍ ହାର୍ଡ ୱାର୍କିଂ ଥ୍ୟାଙ୍କ ୟୁ ବାପୁ ଦିବସ ମୋ ଘରକୁ ଆସିଲା ଯେଉଁ ସମ୍ମାନ ଦିଆଯାଉଛି ସେହି ପିଲାମାନେ ସାର୍ ମାନଙ୍କ ବହୁତ କଥା କହିଲେ ମୁଁ କେବଳ ଗୋଟେ ଜିନିଷ କହିବି ତମମାନଙ୍କୁ ତମଙ୍କର +3 ଅଫିସ ହେଲା ଆଉ କେତେ ଦିନ ରେଜଲ୍ଟ ବାହାରିଯିବ ତମମାନେ ସମସ୍ତେ ଗ୍ରାଜୁଏଟ୍ ଆଉ ଆମ ଦେଶରେ ग्रेजुएट होची गुटे क्वालिफिकेशन जो क्वालिफिकेशन लेके तमे जे कोनसे सर्विस कर पारो इने जने आय सोर्स पर होई तापर होचे बड़ क्वालिफिकेशन दरकार तेनु वर्तमान तम आगे रे दी तीन रास्ता फास्ट सदा तमने फाइल स्टडी गेला एमएससी करबार बा अन्य किसी बीसीए बीबीए करबार किसी बिला तमने कॉम्पिटिटिव प्रिपरेशन करबार किसी पिला तम निजर बापा मानकर किसी बिजनेस अच्छी बिजनेस जाए कि सफल मन तक बोले ये जब पेटू सार कहले सबले निज भविष्य रे जय जय भला मनीष होवा चेष्टा करिबो जो लाइन दे उठो जरा भला मनीष होवा चेष्टा करिबो देखो पिला माने तमे धीरे धीरे तळे व्यापार देखिबो जणे ब्लॉक पीओ पूरा तमान पर इलाम से चाकरी पाइछन भी बढ़िया दरमा किंतु गरीब लोक मानकर पैसा 30 लाख 40 लाख से विभिन्न बैटिंग से खरीदी प्रथम एरेस्ट है तो सही प्रकार छात्र ये ना शिक्षक से छात्र का जाने खराब भाइबो कारण से जो पैसाटा बैटिंग रे नष्ट कर देले एबे तो से एरेस्ट से साला से होगा किंतु किसी गरीब लोक निहाती कागज को खाए ताकि पैसा पाए निहाती बेरा तेणु तबे जो भी हुआ जनाले भला मनुष्य चेष्टा कर निज कर्म को ठीक भाव करने चेष्टा कर पिला माने तमने मैक्सिमम निहाती कॉम्पिटिटिव लाइन में जीवो मो जहाँ आशा विश्वास कॉम्पिटिटिव लाइन में जीवो कि गोटे जिन सब देखो आजिकल कॉम्पिटिटिव
ଚାକିରି ଖାଲି ଚାହିଁଲେ ପରୀକ୍ଷା ଦେଲେ ତ ଚାକିରି ପାଇଯିବ। ତେଣୁ ତମ ସମସ୍ତଙ୍କୁ ମୋର ଗୋଟେ ଅନୁରୋଧ ଯେ ତମେ ତମକୁ ବୟସ କଣ? ତମକୁ ବୟସ ମ୍ୟାକ୍ସିମମ୍ 22-23 ବର୍ଷ ହେଇଛି। ଆମ ଦେଶରେ ଏବେ ଜଣେ ଚାକିରି ପାଇବା ପାଇଁ ପ୍ରାୟ 30 ବର୍ଷ ଲେଭେଲ ପର୍ଯ୍ୟନ୍ତ ପିଲା ସର୍ଭିସ କରୁଛନ୍ତି। ତେଣୁ ତମମାନେ 2-3 ବର୍ଷ ସମସ୍ତ ଜିନିଷ ଭୁଲି କଠିନ ପରିଶ୍ରମ କର। କେବଳ କଠିନ ପରିଶ୍ରମ ନାହିଁ। ତମ ଜୁନିୟର ଗୋଟେ ଯେ କଣ କହୁଛନ୍ତି ଭାଇ ଭଏସ ଆସୁନି ଆଉ ଟିଫିନ ଦେଲେ ଏଇଠି କାରଣ ସେମାନେ ଯଦି ଏଠାରେ ଉପସ୍ଥିତ ନ ହେଇଥାନ୍ତେ ତାହେଲେ ଆମେ ଏହି ପ୍ରୋଗ୍ରାମଟା କରିପାରିନଥାନ୍ତେ। ମୁଁ ଗୋଟେ ବିଷୟ କହିବାକୁ ଚାହୁଁଛି କି ଆଜି ଦୁଃଖର ଦିନ ମଧ୍ୟ ଏବଂ ସୁଖର ଦିନ ମଧ୍ୟ। ସୁଖର ଦିନ କେମିତି ନା ଗଛରୁ ପୁରୁଣା ପତ୍ର ଝଡ଼ିଲେ ହିଁ ନୂଆ ପତ୍ର ବାହାରେ। ସେମିତି ଯଦି ସିନିୟର ଭାଇମାନେ ଯଦି ଏ ଅନୁଷ୍ଠାନରୁ ବିଦାୟ ନେବେ ତାପରେ ଆଉ ଗୋଟେ ବିଷୟ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମ ସିନିୟର ଭାଇମାନଙ୍କୁ ନା ତାଙ୍କର ଆମେ ବହୁତ କିଛି ଶିଖିଛୁ ନା ବହୁତ ଉତ୍ତମ ଭାବରେ ଆମ ସହିତ ସହଭାଗିତା କରୁଛନ୍ତି। ଆମର ସମସ୍ତ କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଯାଇଛି। ଆଉ ଯୋଉ କଲଚରାଲ ପ୍ରୋଗ୍ରାମ ଅଛି ସେଇଟା ଆମେ କରିବା। ବର୍ତ୍ତମାନ ଆମେ ସମସ୍ତେ ଗାନ୍ଧୀ ମୂର୍ତ୍ତି ପାଖକୁ ଯିବା। ସେଠାରେ ସମସ୍ତ ଟିଚର୍ସ ରହିବେ, ସିନିୟର ସମସ୍ତେ ଆମେ ରହିବା। ସେଠି ଗୋଟେ ଫଟୋ କାଢିବା, ତାପରେ ଆସିକି ଆମେ କଲଚରାଲ ଆମେ ଆସିକି ଗାନ୍ଧୀ ଷ୍ଟାଚ୍ୟୁ ପାଖରେ ଅଛୁ ଫଟୋ ଉଠେଇବୁ ବୋଲି କହିଲେ ତ ସବୁ ଆମ ଜୁନିୟର୍ସ ଆଉ ଆମ ଫାଇନାଲ ଇୟର ଷ୍ଟୁଡେଣ୍ଟ ଆଉ ସେକେଣ୍ଡ ଇୟର ସବୁ ଆସିଛୁ ଏଠି ଫଟୋ ଉଠେଇବା ପାଇଁ। ତ ସାର୍ ମ୍ୟାମ୍ ବସିଲେ ଏଇଠି ଗୋଟେ ସନ୍ ସେ ଟିକେ କ୍ଲିୟର ହଉନି। ତ ଫାଇନାଲି କଲଚରାଲ ପ୍ରୋଗ୍ରାମ ଷ୍ଟାର୍ଟ ହେଇଗଲା। Bro, you come first. After you go. I don't know.